ବୋଲି କଲାବେଳେ ଏଇ ଆମର ମୁଖ୍ୟ ଜଣେ ଆମେ ଦେଖା ହେଇଗଲେ ତାଙ୍କ ଟିକେ ଅନୁଭୂତି ନେବା କେମିତି କଣ ସବୁ ହେଇଛି ଆୟୋଜନ ତାଙ୍କୁ ପସନ୍ଦ ଆସିଛି କି ନାହିଁ ମାନେ ଆଉ କଣ ସବୁ ମାନେ ଗେଷ୍ଟ ଆସିଛନ୍ତି ଆଉ କଣ ସବୁ ଆୟୋଜନ ହେଇଛି ଆଉ ଲୋକ ସବୁ କେମିତି ସବୁ ଆସିଛନ୍ତି କେତେ ଭିଡ଼ ରହିଛି ସବୁ ତାଙ୍କଠୁ ନବା କୁହନ୍ତୁ ଟିକେ କେମିତି ଲାଗୁଛି ଆପଣଙ୍କୁ। ଜୟ ବଡ଼ାମ ଜୟ ବଡ଼ାମ। ଯାହା ହଉ ବାଥୁଡ଼ି ସାଂସ୍କୃତିକ ସମାଜ ଯେଉଁ ଆଜି ଚରଗଡ଼ି ଗାଁରେ ବହୁତ ସୁନ୍ଦର ଭାବରେ ହେଇ ଚାଲିଛି। ଆଜ୍ଞା ଆଉ ଏ ଅତ୍ୟନ୍ତ ଖୁସିର କଥା ଏମିତି ଯଦି ପ୍ରତ୍ୟେକ ବାଥୁଡ଼ି ଗାଁରେ ଏଇଭଳିଆ ଗୋଟେ ଗୋଟେ ଯଦି ସଂଗଠନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇବାର ଯଦି ସୁଯୋଗ ଦିଆଯିବ ତାହେଲେ ନିଶ୍ଚିତ ଭାବରେ ଆମ ବାଥୁଡ଼ି ସମାଜ ଆଗକୁ ଯାଇପାରିବ। ଆଜ୍ଞା ଆଉ ଏଥିରେ ମୋର ବିଶେଷ ମୁଁ କହିବାର ଅଛି ଯୁବ ସମାଜ ଆଉ ନାରୀ ଶକ୍ତିକୁ ସବୁବେଳେ ସଜାଗ ରହିବା ଦରକାର କାହିଁକିନା ଧୀରେ ଧୀରେ ଯୁବ ଶକ୍ତି ଆମର ବିପଥଗାମୀ ହେଇପଡ଼ୁଛି। ତେଣୁ ତାକୁ ସୁଧାରିବା ପାଇଁ ଆମକୁ ନିଶ୍ଚିତ ଭାବରେ ନାରୀ ଶକ୍ତିର ସାହାଯ୍ୟ ଲୋଡ଼ିବା ଆବଶ୍ୟକ। ଆଜ୍ଞା ବହୁତ ବହୁତ ଧନ୍ୟବାଦ। ଆସୁଛ କେତେ ଖୁସି ଲାଗୁଛି। ବହୁତ ଖୁସି ଲାଗୁଛି ଯାହା ହଉ ସୁନ୍ଦର ଭାବରେ ପିଲାମାନେ ସବୁ ମାଆ ମାନେ ସବୁ ଝିଅମାନେ ସବୁ ସୁନ୍ଦର ଭାବରେ ବୁଲାବୁଲି କରୁଛନ୍ତି ଗୋଟେ ସୁନ୍ଦର ଏଣ୍ଟରଟେନମେଣ୍ଟ କରୁଛନ୍ତି ଏହା ତ ଅତ୍ୟନ୍ତ ଖୁସିର କଥା। ଏଇ ମାନେ ପରମ୍ପରା ଆମେ ଆଗକୁ ବଜାଇ ରଖିବା ନା এইপরে ମୁଁ ଟିକେ ଆଗରୁ କହିଲି এইଭଳି ପ୍ରତ୍ୟେକ ଗାଁରେ ହେବା ଆବଶ୍ୟକ ମନେ କରୁଛି ମୁଁ। ଯଦି ହୁଏ ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ଅଞ୍ଚଳରେ ନିଶ୍ଚିତ ଏ ବାଥୁଡ଼ି ସମାଜ ସୁଧୁରିଯିବ। ଛୋଟ ମୋଟ ହେଲେ ବି କଲେ ବହୁତ ଭଲ ନାଇଁ ନା ଛୋଟ ମୋଟ ହେଲେ ବି ବହୁତ ଭଲ ମାନେ ହଁ ବେଶୀ ଭଲ ଆବାଜ ଭଲ ନାହିଁ, ସବୁ କିନ୍ତୁ ଠିକ ଠାକ ଅଛି। ଖର୍ଚ୍ଚ କଣ ପ୍ରତ୍ୟେକ କ୍ଷେତ୍ରରେ ଖର୍ଚ୍ଚ ହେଉଛି। ଆଜ୍ଞା ଆମେ ଗୋଟେ ସମାଜକୁ ଦିଗଦର୍ଶନ ଦେବା ଯଦି ଖର୍ଚ୍ଚ ହେଲେ ସେଟା ତ କିଛି ଆବଶ୍ୟକ ମାନେ କିଛି ଖରାପ ନୁହଁ ଯାହା ଅତ୍ୟନ୍ତ ଭଲ। ଆଉ ବହୁତ ବହୁତ ଧନ୍ୟବାଦ। ଯାହା ବି ହଉ ଆମ ଉଦଳା ଚେୟାରପର୍ସନ ଯିଏକି ବରିଷ୍ଠ ତାଙ୍କ ସହିତ ମାନେ ଅନୁଭୂତି ନେଲେ ତାଙ୍କ ଯେଉଁ ପ୍ରତିକ୍ରିୟା ରହିଲା ଏଇଭଳିଆ ଯଦି ଆମେ ମାନେ ସଜାଗ ରହିବା ତାହେଲେ ଆମେ ଆଗକୁ ବାଥୁଡ଼ି ସମାଜକୁ ଆମେ ଆଗକୁ ନେଇପାରିବା ଏବଂ ଆମ ପରମ୍ପରା ଆଉ ଆମ ଜାତିକୁ ଆମେ ବଞ୍ଚାଇ ରଖିପାରିବା ଆଉ ଧନ୍ୟବାଦ। ଏପରି ଜୟ ବଡ଼ାମ। ଆଉ କେମିତି ସବୁ ମାନେ କହିବେ ପରିଚୟ ଟିକେ କହିଦିଅ ଆମେ ଜାଣିପାରିଲେନି। ଆମର ଘର ହଉଛି ରାଇଡିଆ ହଁ ଆଉ ଏଇତ 6ଟା ବେଳେ ଆସିକିରି ପହଞ୍ଚିନୁ ଆଉ ଚରଗଡିରେ ଚରଗଡ଼ି ନା ବାଥୁଳି ମେଳା ହଉଛି। ହଁ ହଁ ଏଇନା ପହଞ୍ଚି କରି ଗୋଟେ ପକୋଡା ଖାଇନୁ ଚାଉମିନ ଖାଇନୁ ଖାଇ ଖୁଆ କରି ଯିମୁ ଆଉ କେମିତି ଲାଗୁଛି ଏଠି ଆସିକି ମାନେ ବଢିଆ ଲାଗୁଛି। ଏଇନା ତ ଖାଲି ଟୁକା ଢାଙ୍ଗୁଡିగా ମାଟି ଆଉଛନ୍ତି ଆଉ ଧୂଳି ଉଠେଇ ଦେମି ନାଇଁ ପଡିଆ ଟା ଜବର ଆସୁଛନ୍ତି ଟୁକା ଗାଈ ମେଞ୍ଚା ମେଞ୍ଚା ଡାଙ୍ଗୁଳି ଗାଈ ମେଞ୍ଚା ମେଞ୍ଚା ଆଉ ତ ଷ୍ଟେଜରେ ତ ଭାଷଣ ମାରୁଛନ୍ତି ଖାଲି କହୁଛନ୍ତି ଯେ ତମେ ଭାଷଣ ଶୁଣୁଛନ୍ତି ଖାଲି ଟୁକା ଢାଙ୍ଗୁଳିగా ପଡିଆରେ ଖାଲି କଥା ହଉଛୁ କହୁଛନ୍ତି। ଆଉ କିସ କହିବି ଭଲ ଲାଗୁଛି ମେଳାଟା ହେଇଛି ଆଉ ଦୁଇଥର ହେଲା ଆଉ ଚରଗଡରେ ହଁ ଥରେ ହେଇଥିଲା ଫେରେ ଆଉ ଥରେ ହଉଛି ଆଉ ଜୟ ବଡାମଣି ଜୟ ବଡାମଣି ବଡାମଣି ଜୟ ଜୟ କେଉଁଠି ତମର ଘର ନାଭରା ଏ ମା ନେଭେରି ସେନେ ଆଉଛୁ ନା ବଢିଆ ଆଉ କେତେବେଳେ ଆଇଲ ନା ଏଇନା ଆଇଲ ନା ଭଲ ଆଉ ଖାଇଲ ନା ନାଇଁ ଡାଲି ଭାତ ଖାଇ ନାହିଁ ଚାଲ ତାହେଲେ ଖୁଏଇ ଆଣିବି ଆଉ ଚାଲ ଖୁଏଇ ଆଣିବି ଚାଲ ଆଉ ହଉ ତାହେଲେ ଜୟ ବଡାମ ଆଉ ହଁ ଜୟ ବଡ଼ାମ। ଜୟ ବଡାମ। ମୋର ଗୋଟେ କୌଳିକ ବୃତ୍ତି ମୁଁ ଗୋଟେ ଶିକ୍ଷକତା ମୁଁ ଗୋଟେ ପ୍ରାଇମେରୀ ହେଡମାଷ୍ଟର ଅଛି। ଆମେ ଆଜି ଅନୁମାନ କରୁଛେ ହାଇସ୍କୁଲଟା ହବା ଦ୍ୱାରା ଶିକ୍ଷକ ମାନଙ୍କର କଥା ମାନିବା ଦ୍ୱାରା ଆଜି ଆମର କଣ ଉପକାର ହେଇଛି। ଆଜି ଆମେ ଏଇ ସମସ୍ତଙ୍କ ସାମ୍ନାରେ 5 ଜଣଙ୍କ ସାମ୍ନାରେ 500 ଲୋକଙ୍କ ସାମ୍ନାରେ ଆଜି ମଞ୍ଚରେ ବସିବା ପାଇଁ ସୁଯୋଗ ପାଉଛି ସେଇଟା ହଉଛି ଗର୍ବ ଗୌରବ ଭଗବାନଙ୍କର ଆଶୀର୍ବାଦ। କ୍ରିୟା ଟିକେ ନେଇଯିବା ଆଉ ଯୋଉ ବାଥୁଡ଼ି ମେଳା ହଉଛି କେମିତି ଲାଗୁଛି ତମକୁ? ବହୁତ ସୁନ୍ଦର ଲାଗୁଛି ବହୁତ ଖୁସି ଲାଗୁଛି ଯାହା ହଉ ବହୁତ ଖୁସି ଲାଗୁଛି। ଆଉ ଆଗାମୀ ଆମ ଯୁବପିଢି ମାନଙ୍କୁ ଆମେ କଣ ମାନେ ବୋଧେ ମାନେ କେମିତି ଆମେ ଆଗକୁ ବାଥୁଡ଼ି ଜାତିକୁ ନେଇପାରିବା ଭିଡିଓ ମାଧ୍ୟମରେ ଟିକେ ତମେ କୁହ ଯେଉଁମାନେ ୟୁଟ୍ୟୁବ ଦେଖୁଥିବେ ତାଙ୍କୁ ଯଦି କଣ ଆଜ୍ଞା ପ୍ରତିକ୍ରିୟା ଆଜ୍ଞା ଦବା। ବାଥୁଡ଼ି ଜାତିକୁ ନେବାର ଗୋଟେ ହଉଛି ଆମେ ଯଦି ସମସ୍ତେ ମିଳିମିଶି ଏକ ହବା ଜାତିକୁ ମାନେ କିଭଳି ଭାବରେ ସମସ୍ତଙ୍କୁ ଶିକ୍ଷାର ଉନ୍ନତି ଉତ୍ସର ହବ ମାନେ ଟିକେ ପ୍ରସାର ହବ ସେ ଚେଷ୍ଟା କରିବା ସମସ୍ତେ ଏକ ହେବା ପାଇଁ ଚେଷ୍ଟା କରିବା। ଆମେ ବାଥୁଡ଼ି ଜାତି ଏକ ହବା ତାହେଲେ ଯାଇକି ଆମ ଜାତିକୁ ଏକ ରଖିକି ଆମେ ଉପରକୁ ଯିବା ପାଇଁ ଚେଷ୍ଟା ରହିବ ଆମର ଆଉ। ଯାହା ହଉ ଅଶ୍ୱିନ ଭାଇ କହିଲେ ବହୁତ ବହୁତ ଧନ୍ୟବାଦ। ତାଙ୍କ ହଉ ପାଖରେ ଯାହା ସବୁ ପ୍ରତିକ୍ରିୟା ନେଲେ ଏଇଟା କଥା ଆଉ ତାପରେ ଚାଙ୍ଗୁ ନାଚ ହବ ଚାଙ୍ଗୁ ନାଚ ଆମ ପରମ୍ପରାର ନାଚ ଆମ ରୀତିନୀତି ଯାହା
ପୂର୍ବପୁରୁଷ ଆମର କରି ଆସୁଛନ୍ତି ଯାହା ବଜାୟ ରଖିବା ପାଇଁ ଚାଙ୍ଗୁ ନୃତ୍ୟ ବଜାୟ ରଖିବା ପାଇଁ ଏଇ ଆମ କାର୍ଯ୍ୟକ୍ରମ ଚାଲିଛି ଏଇସବୁ କଥା ଆଉ ହଉ ଆମର ହଉଛି କିଏ କନା କାର୍ତ୍ତିକ ଭାଇ ଯିଏକି ଆମ ହଉଛି ଚୈତନ୍ୟଗଡିର ଟିକେ ପରିଚୟ ଟିକେ ଦେବେ ତମର କେଉଁଠୁ ଆସିଥିଲ ମୁଁ ଚୈତନ୍ୟରୁ ଆସିଥିଲି ଆଉ ଆଉ କେମିତି ଯୋଉ ଆଜି ଯୋଉ ବାତୁଳି ମେଳା ଯୋଉ ଚରଗଡରେ ହଉଛି ମାନେ କେରକ ଲାଗୁଛି ବଢିଆ ଲାଗୁଛି ଆଗ ଆଉ ମେଳା କରିବା ନା କରିବା ନାଇଁ କରିବା ସବୁ ଆମ ବର୍ଷ ଜାତି ପରମ୍ପରାକୁ ବଞ୍ଚେଇ ରଖିବା ନା ନାଇଁ ଆଗକୁ ବହୁତ ବଢେଇବା କେମିତି ସବୁ ବଜେଇକି ରଖିବା ଟିକେ କୁହ କେମିତି ସଚେତନ ଟିକେ ଲୋକମାନଙ୍କୁ ଦିଅ ଯୋଉଟା କି ମାନେ ଆଗ୍ରହ ହେଇକି ଆସିବେ ସମସ୍ତଙ୍କ ତ ଜାତି ଅଛି ଆମର ବି ଗୋଟେ ଜାତି ଅଛି ତ ଆମେ ବି ଆମ ଜାତିକୁ ଉପରକୁ ବଢେଇବା ପାଇଁ ତ ଗୋଟେ ଗୋଟେ ମେଳା କରିଛେ ଆଉ ତ ଆଗକୁ ବି କରିବା ଆଉ ଯାହା ହଉ ଅଶେଷ ଅଶେଷ ଧନ୍ୟବାଦ କାର୍ତ୍ତିକ ଭାଇ ଯାହା ହଉ ମାନେ ଏଇଭଳିଆ ବାତୁଳି ମେଳା ହଉଥାଉ ଏବଂ ଆମ ସାଙ୍ଗ ସାଥି ବନ୍ଧୁ ବାନ୍ଧବକୁ ହଉଛି ମାନେ ଦେଖା ହେଇଥାଉ ଆଉ ଲୋକମାନଙ୍କୁ ତ ଏବେ କାର୍ଯ୍ୟ ବ୍ୟସ୍ତରେ ମାନେ କାମ ବ୍ୟସ୍ତରେ କାହା ସହିତ ଦେଖା ସାକ୍ଷାତ ହଉନାହିଁ ଏଇଭଳିଆ ଯାହା ହଉ ଗୋଟେ ଗୋଟେ ମେଳା କରୁଛନ୍ତି ମେଳା କରିବା ଦ୍ଵାରା ସମସ୍ତେ ହଉଛି ଆମର ଭାଇ ବନ୍ଧୁ ସମସ୍ତଙ୍କୁ ମାନେ ଦେଖା ହେଇଯାଉଛି ଏଟା ଗୋଟେ ଖୁସିର କଥା ଗର୍ବର କଥା ଆଉ ଦେଖିବା ଆଉ ଆଗ ପଟେ ଯାଇକି ଦେଖିବା ଆଉ କଣ ସବୁ ହଉଛି ଆଉ କିଏ କିଏ ଆସିଛନ୍ତି ବନ୍ଧୁମାନେ ସବୁ ବନ୍ଧୁବାନ୍ଧବଙ୍କୁ ଦେଖା ହବ ଆଉ ବଡାମଣି ସାଙ୍ଗରେ ନା ଦେଖା ହେଲା କେଠି ତମ ଘର ରାଇଦାଣ୍ଡିଆ ଦୂର କରିକେ ରାଇଦାଣ୍ଡିଆ ଆଉ ରାଇଦାଣ୍ଡିଆ ପୁଣି ତାଙ୍କର କହିବେ ଯୋଉ ବାଥରୁମ ଆସୁଛନ୍ତି କେମିତି ଲାଗୁଛି ଭଲ ଲାଗୁଛି ଭଲ ଲାଗୁଛି ତ ଆଉ ଏରକୁ ବାଥରୁମ ମେଳା କରିବା ନା ନାଇଁ ଆଉ କରିବା ଯେ ବାକି ତ ବୋଡା ମୁଗୁଡା ଧୋତି ପିନ୍ଧୁନାହାନ୍ତି ଭଲ ଲାଗୁନି କଥା ହେଇତେ ଭଲ ଲାଗୁନାହିଁ ଏଇଟା ଗୋଟେ ଧୋତି ପିନ୍ଧୁନାହାନ୍ତି ସେଥିପାଇଁ ଭଲ ଲାଗୁନି ହଉ ଆମେ ନେକ୍ସଟ ଟାଇମ ପିନ୍ଧିକି ଆଇବା ଆଉ ଏ ଦେଖନ୍ତୁ ସାଙ୍ଗମାନେ ଏପଟେ ଚାଙ୍ଗ ଭାଇ ମାନଙ୍କର ଚାଙ୍ଗୁ ପୁରା ମାନେ ମାନେ ରଖା ହେଇଛି ଗରମ କରିବେ ତାପରେ ଚାଙ୍ଗୁ ଟାଇମ ମାନେ ଷ୍ଟାର୍ଟ ହବ ଆଉ ପୁରା ଜୋରଦାର ଭାବରେ ଚାଙ୍ଗ ଟିକେ ଗରମ ମାନେ ଚମଡ଼ାରେ ତିଆରି ନା ସେ ନେଇକି ଟିକେ ଗରମ ହେଲେ ଭଲ ବାଜେ ଆଉ ଚାଙ୍ଗ ଭାଇଙ୍କଠୁ ପ୍ରତିକ୍ରିୟା ନେବା କେମିତି ସବୁ ଭାଇମାନଙ୍କ ଟିକେ ପ୍ରତିକ୍ରିୟା ନବା ହଁ ଭାଇ ଜୟ ବଡାମ କେଠି ଆସିଛ ଆମେ ଆସିଛେ ବାଗୁଲିରୁ ଆସିଛେ ଆଉ ଆମେ ଚରଗଡିକି ଚାଙ୍ଗୁ ମେଳା ହଉଛି ବହୁତ ବଡ ସେଇନାକି ଆମେ ଟିକେ ଟିକେ ଆସିଛୁ ଆଉ ଆମକୁ କିନ୍ତୁ ଡାକିଛନ୍ତି ଆଉ ସେଇନାକି ଆମେ ଆସିଛୁ ଆଉ ଆସି କେମିତି ଲାଗୁଛି ଚରଗଡି ବେଜାଏ ବଢିଆ ବଢିଆ ଲାଗୁଛି ବେଜାଏ ବଢିଆ କହିତେ ହବନି ବେଜାଏ ବଢିଆ ଲାଗୁଛି ଆମର ଏଇଟା ଚାଙ୍ଗୁ ସେଙ୍ଗା ସରିଯାଇଛି ଏଠି ସରପଞ୍ଚ ଫରପଞ୍ଚ ସବୁ ବଡ ଲୋକ ମାନେ ନେତା ଫେତା ସବୁ ଆସିଛନ୍ତି ଆଉ ସେମାନେ ଟିକେ ଭାଷଣ ଫାଷଣ ଦେଇ ସାରିନେ ଆମେ ଟିକେ ଯାଇକିରି କରିମୁ ଭଲ ଲୋକ ବଜେଇବ ଆଉ ଏମିତି ବଜେଇମୁ ବଡାମଣି ଆଉ ମାନେ ଭଲସେ କରିମୁ ନାଚିବେ ଚାଙ୍ଗୁ ହେଲା ଆଉ ହଉଛି ଆମର ଯୋଉ ଚାଙ୍ଗୁ ଧର ଆଉ ଯେକୌଣସି ଜିନିଷ ଆମେ ଶିଖିବା ପାଇଁ ଆଚ୍ଛା ତାର ମାନେ ଟିଚର ଆବଶ୍ୟକତା ପଡେ ଶିକ୍ଷା ହଁ ଯଦି କିଏ ଗୋଟେ ଚାହିଁବ ଯେ ମୁଁ ଚାଙ୍ଗୁ ବଜେଇବା ପାଇଁ ସେ କେମିତି ମାନେ ଶିଖି ପାରିବ ଦି ତିନି ଦିନ ଆମ ସାଙ୍ଗରେ ଆଖଡା କଲେ ଶିଖିଯିବ ସିଏ ବି ଲାଷ୍ଟରେ ଦୌଡିବ ହଁ ମାନେ ଚାଙ୍ଗୁ ବଜେଇବା ସେମିତି କିଛି କଷ୍ଟକର ନୁହଁ ତ କଷ୍ଟକର ନାହିଁ କିନ୍ତୁ ବଡାମ ମାନେ ହେଲା ଶିଖିବା ମନରୁ ଭାବନା ଇଣ୍ଟରେଷ୍ଟ ଥିବ ସେ ଯୋଉଟା ମନ ଆଗ୍ରହ ଭିତରେ ଥିଲେ ଯାହାର ଥିବ ଆଉ ବଡାମ ପାଇଁ ଆଉ ଯାହାର ଥିବ ଆଗ୍ରହ ଥିଲେ ସେ ଶିଖି ପାରିବ ଦେଖୁଛନ୍ତି ସେମାନେ ସବୁ ଆସିନାହାନ୍ତି ହଁ ଦେଖୁଛନ୍ତି ତାହେଲେ ହଁ ସେମାନେ ବି ଶିଖିଯିବେ ଶିଖିଯିବେ ଯଦି ଆମର ବାତୁଳି ସମ୍ପ୍ରଦାୟର ଲୋକ ହେଇଥିମେ ତାହେଲେ ଶିଖିଯିମେ ଆଉ ଯାହା ହଉ ଅଶେଷ ଅଶେଷ ଧନ୍ୟବାଦ ଭାଇ ଭାଇଙ୍କୁ ଯାହା ହଉ ଏବଂ କହିଲେ ବହୁତ ଆଉ ବହୁତ ଭାଇ ଧନ୍ୟବାଦ ଭାଇ ମାନେ ତୁମେ ଆସିଛ ଭଲସେ ବଜା ବଢିଆ ତୁମ ଗାଁ ନାଁ ବି ବହୁତ ଉନ୍ନତି କଲ ବଢିଆ ବହୁତ ଖୁସି ଲାଗୁଛି ଆଉ ସେମିତି ସବୁ ଜାଗାରେ ନାଁ ରଖ ହେଲା ଆଉ ଦେଖିବ ତ ବଡା ମାଣି ମାଙ୍କ ଯେମିତି ଗୋଡ ବଥା କରେଇଦବ ଆଉ ଆଚ୍ଛା ଠିକ ଅଛି ଜୟ ଆଉ ବଡ ଜୟ ବଡା ଜୟ ବଡା ଯାହା ବି ହଉ ଭାଇ ବହୁତ ବଢିଆ କଥା କହିଲେ ସେମାନେ ଧର ଶିଖିବା ପାଇଁ ଚାହୁଁଛନ୍ତି ଯେ ତାର ମନର ଆଗ୍ରହ ଥିବା ଦରକାର ଆଉ ଚାଙ୍ଗୁ ବଜେଇବା କିଛି କଷ୍ଟକର ନୁହେଁ ବୋଲି କହିଲେ ଯଦି ମନରେ ମନ ଥିବ ଆଉ ଆଗ୍ରହ ଥିବ ସବୁ କିଛି ସମ୍ଭବ ହେଇପାରିବ ବୋଲି ଭାଇ କହିଲେ ଯାହା ହଉ ଧନ୍ୟବାଦ ଆଉ ଥରେ ଜୟ ବଡା ଜୟ ବଡା